ବ୍ରହ୍ମଚର୍ଯ୍ୟ ପାଳନ ନ କଲେ ହବନି। କାହିଁକି ନା ସଂସାର କ୍ରୀଡ଼ାରେ ଯଦି କ୍ଷୟ ହେଇଯାଏ ତାହେଲେ ଆମକୁ ଏ ଦିଗୁଡାକ ସବୁ ମାନେ ଅଦୃଶ୍ୟ ହେଇଯିବ। ତାର କାରଣ କଣ ମୁଁ କେମିତି ଜାଣିଲି ଏ କଥା? ଆମ ଗୁରୁ କହିଲେ ଶୁକ୍ର ହିଁ ବ୍ରହ୍ମ ଅଟେ ବାବୁ ସେଥିର ହୋଇଲେ ଜାଣିବୁ ବିମଳ ଜ୍ୟୋତି ଉଠେ ଫୁଟି ଅଜ୍ଞାନ ହରେ ଜ୍ଞାନ ଦିଶି। ତାମାନେ ଶୁକ୍ର ଯେତେବେଳେ ସ୍ଥିର ହେଇଯିବ ସେତେବେଳେ ଅଜ୍ଞାନ ହରଣ ହେଇକି ତମକୁ ଜ୍ଞାନ ଦୃଶ୍ୟ ହବ। ତେଣୁ ସେ କର୍ମ କରିବା ପାଇଁ ପଡିବ, ସେ ସ୍ତରକୁ ଆସିବା ପାଇଁ ପଡିବ। ଆମେ ଡାକ୍ତରୀ ପଢିବା, ତେଣୁ ଡାକ୍ତରୀ ପାଠର ବହି ପଢିକି ନିୟମ ଗୁଡାକ ନ ମାନିଲା ପର୍ଯ୍ୟନ୍ତ ଆମେ କଣ ପାସ୍ କରିପାରୁଛନ୍ତି? ନିଶ୍ଚିତ। ଠିକ ଯଦି କୋଉ ଅନୁଭବ କଥା କହିଲ, ଅନୁଭବ କରିବା ପାଇଁ ଯୋଉ ଯୋଉ ଜିନିଷ ଦରକାର ଆମର ଆଜ୍ଞା ସେଇ ଜିନିଷ ଗୁଡିକୁ ଆମେ ଯଦି ନ କରିବା ଅନୁଭବଟା ଆସିବ କେମିତି? ନିଶ୍ଚିତ। ତେଣୁ ଆଧ୍ୟାତ୍ମିକ ମାର୍ଗରେ ଯଦି କିଏ ଗତି କରେ ଅନୁଭବ ନିଶ୍ଚୟ ପାଇବ। ଗଲା ଏଇଟା ହେଲା ଆମର ସେକେଣ୍ଡରେ ଗଲା ଯେ ଆମ ଶରୀରକୁ ଆମେ ସେଇଭଳିଆ କରିବାକୁ ପଡିବ। ତାପରେ 3 ମାନେ ମୁଁ କହିଲି ପ୍ରଥମ ହେଲା ଯେ ଗୁରୁଦତ୍ତ ମନ୍ତ୍ର ଗ୍ରହଣ କରାଯିବ। ଦ୍ୱିତୀୟରେ ଆମେ ପ୍ରାଣାୟାମ ଯାହା ବ୍ରହ୍ମଚର୍ଯ୍ୟ ପାଳନ କରିକି ଯୋଗ ପ୍ରାଣାୟାମ କରିବାକୁ ପଡିବ। ତତ୍ପରେ ଆଉ କଣ ନା ତାପରେ ହଉଛି ଏଇ କାମ କରୁ 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 ଅଟୋମେଟିକ ସବୁ ଆମକୁ ଜ୍ଞାନ ଦୃଶ୍ୟ ହବ। କାହିଁକି ନା ଗଛରେ ଫୁଲଟା ତାକୁ କେହି ଫୁଟାଏ ନା। ଚାଷୀ କଣ କରେ ନା ତାର ମାନେ ତା ମୂଳରେ ସାର ମସଲା ଦେଇକି ପାଣିଟା ଦେଇଦିଏ, କିନ୍ତୁ ଫୁଲ ଫୁଟେଇ ପାରେ ନା। ଫୁଲଟା ଅଟୋମେଟିକ ଫୁଟେ। ବାବା ଏଥିପାଇଁ ଏଜ ର କିଛି ରେଷ୍ଟ୍ରିକ୍ସନ ରହିଛି? ଧରି ନିଆଯାଉ କେତେ ଏଜ ହେଇଥିଲେ ଜଣେ ଏଟା ପାରିବ? ଏଜ ରେଷ୍ଟ୍ରିକ୍ସନ ଭାଗବତରେ ଅଛି। ଧୈର୍ଯ୍ୟ ଧରିକି ଶୁଣ ମୁଁ କହୁଛି। ଏଜ ରେଷ୍ଟ୍ରିକ୍ସନ କଣ ନା ଭାଗବତରେ ଲେଖା ଅଛି, ଜଗନ୍ନାଥ ଭାଗବତ ଦେଖିବ ସେଥିରେ ଲେଖା ଅଛି ବୟସ ତୃତୀୟ ପ୍ରାପତେ ବନେ ଚଳିବ ତପ ଅର୍ଥେ। ଅର୍ଥାତ ତୃତୀୟ ବୟସରେ ଆମକୁ ଏ ସାଧନା କରିବାକୁ ପଡିବ। ତୃତୀୟ ବୟସ ଯଦି ଅତିକ୍ରମ କରିଯିବ ଆମେ ଆଉ ସାଧନା କରିପାରିବା ନାହିଁ। ତୃତୀୟ ବୟସ ପ୍ରାପ୍ତରେ ଆରମ୍ଭରେ ଆମେ କରିବା। ତୃତୀୟ ବୟସ କଣ ବୁଝିପାରୁଛ କି? ତୃତୀୟ ବୟସ ଟା ମୁଁ ଭାବୁଛି ଯେ ଗ୍ରାହସ୍ଥ ପର। କଣ ହେଲା? ମାନେ ଆମର ଯୋଉ ଥିଲା ଶୈଶବ, କିଶୋର, ଯୌବନ, ଗ୍ରାହସ୍ଥ, ବାନପ୍ରସ୍ଥ। ଆଚ୍ଛା ମୁଁ ଭାବୁଛି ଏଇଟା ଗ୍ରାହସ୍ଥ ପରର ବୋଧେ। ମୋଟେ ନୁହେଁ, ମୋ କଥା ଶୁଣ। ତମେ ଯୋଉ କଥାଟା କଲ ମୁଁ ଟିକେ ଆଉ ଗୋଟେ ବାଟରେ କହୁଛି। ବାଲ୍ୟ, ବୌଗଣ୍ଡ, ଯୌବନ, ଜରା। ଆମର ଶରୀର ଭିତରେ ଶରୀରର ଅବସ୍ଥା ହଉଛି 4ଟା। ଗୋଟେ ହଉଛି ବାଲ୍ୟ, ଗୋଟେ ହଉଛି ପୌଗଣ୍ଡ, ଗୋଟେ ହଉଛି ଯୌବନ, ଗୋଟେ ହଉଛି ଜରା। ବାଲ୍ୟଟା ହଉଛି ଜନ୍ମରୁ 5 ବର୍ଷକୁ କୁହାଯାଏ ବାଲ୍ୟ ବର୍ଷ, ବୁଝିଲେ କି? 5 ରୁ 12 କୁ କୁହାଯାଏ ଆମର ପୌଗଣ୍ଡ ବର୍ଷ। ଆଚ୍ଛା 13 ରୁ 40 ହଉଛି ଯୌବନ ବର୍ଷ। 40 ରୁ ତଦୁର୍ଦ୍ଧ ହଉଛି ଜରା ବର୍ଷ। ତାହେଲେ ବୟସ ଦେଖ, ପ୍ରଥମ ବର୍ଷ ହେଲା 1 ରୁ 5, ଦ୍ୱିତୀୟ ବର୍ଷ ହେଲା 6 ରୁ 12, ତୃତୀୟ ବର୍ଷ ହେଲା 13 ରୁ 40। ତାହେଲେ ଏଇ 13 ରୁ 40 ଟା ହଉଛି ତୃତୀୟ ପ୍ରାପତେ। ତୃତୀୟ ବୟସ ପ୍ରାପତେ ଅର୍ଥାତ 13 ବର୍ଷ ଯେତେବେଳେ ଆରମ୍ଭ ହବ ସେଇ ସମୟରେ ଆମେ ଯଦି ବ୍ରହ୍ମଚର୍ଯ୍ୟ ପାଳନ କରି ସାଧନା କରିବା ଆମକୁ ସବୁ କିଛି ଦୃଶ୍ୟ ହବ। ମାରିଦେଲା। ଆମର ଯଦି 40 କ୍ରସ୍ କରିଥିବ କଣ କରିବା? ମୁଁ କହିବି, ସବୁ ବୁଝେଇମି, ସବୁ ପ୍ରକାର ବାଟ ଅଛି। ତେଣୁ ଆମେ ବୟସ ତୃତୀୟ ପ୍ରାପତେ ଆମ ଗୁରୁ ଦୟାନିଧି ପରମହଂସ ଦେବ ହେଲା, ସିଏ ଲେଖିଛନ୍ତି ତାଙ୍କ ସ୍ୱହସ୍ତ ଖରସ୍ରୋତା କଳ୍ପରେ, ତ୍ରୟୋଦଶେଷୁ ବର୍ଷେଷୁ ଶ୍ରୀ ଗୁରୁପାଦ ଶରଣମ୍। 13 ବର୍ଷ ଯେତେବେଳେ ତାଙ୍କୁ ଆରମ୍ଭ ହେଇଗଲା ସେତେବେଳେ ସେ ଗୁରୁପାଦ ଶରଣ କଲେ, ବାନା ନେଲେ, କୌପି ନେଲେ। ତେଣୁ ତାଙ୍କୁ କୁହାଯିବ ଆଜନ୍ମ ବ୍ରହ୍ମଚାରୀ। ହେଲା କି? ଏଇ ଯୋଉ ବିଶ୍ୱମ୍ବର ବାବା ହେଲା କି, ତ୍ରୟୋତ୍ରିଂଶ ବର୍ଷେଷୁ 33 ବର୍ଷରେ ମୁଁ କୌପି ନେଲି। ତେଣୁ ସେତେବେଳକୁ କେତେ ପଳେଇଗଲାଣି? 20 ବର୍ଷ ଅଧିକ ହେଇଗଲାଣି। 13 ରୁ 23 ଆଉ। ତଥାପି ମୁଁ ତୃତୀୟ ବୟସରେ ବାନା ନେଇଛି, ତୃତୀୟ ଭିତରେ ବାନା ନେଇଛି। ତେଣୁ ହେଲେ ମତେ କୁହାଯାଇ ପାରିବନି ଆଜନ୍ମ ବ୍ରହ୍ମଚାରୀ। କାହିଁକିନା ଆଜନ୍ମ ବ୍ରହ୍ମଚାରୀ ହଉଛି 13 ରୁ। 13 ବର୍ଷରେ ପିଲା ବ୍ରହ୍ମଚର୍ଯ୍ୟ ପାଳନ କଲେ ସେତେବେଳେ ତାର ବ୍ରହ୍ମ କ୍ଷୟ ହେଇନଥାଏ।
ବୁଝିପାରିଲେ ନା? ଆଜ୍ଞା ହଁ 33 ବର୍ଷରୁ ତମେ ବ୍ରହ୍ମଚର୍ଯ୍ୟ ପାଳନ କଲେ ହୁଏତ ମଝିରେ ବ୍ରହ୍ମକ୍ଷୟ ହେଇପାରେ, କାହିଁକି ନା ଟିନ୍ ଏଜ୍ ଟା ନା। ବୁଝିପାରିଲେ ନା କଥାଟା? ଆଜ୍ଞା ଆଜ୍ଞା ଆଚ୍ଛା। ଆଜ୍ଞା ହେଲେ ବି ତମେ ଯଦି 33 ବର୍ଷରୁ ତମେ ଯଦି ବ୍ରହ୍ମଚର୍ଯ୍ୟ ପାଳନ କରିବ, ତଥାପି ତମେ ବ୍ରହ୍ମଚାରୀ, ସେଇ ବର୍ଷ ଠାରୁ ତମେ କର୍ମ ଆରମ୍ଭ କରିବ। ଏତଦ୍ ବ୍ୟତୀତ ଯଦି ଯୋଉ ବୟସରୁ ଯିଏ ଯେତେବେଳେ ସିଏ ଚାହିଁବ ସେଇ ସମୟରୁ ସିଏ ଯଦି କାର୍ଯ୍ୟ ଆରମ୍ଭ କରିବ, କିଛି ଅସୁବିଧା ନାହିଁ, କରିପାରିବ। ଏପରିକି ମୃତ୍ୟୁ ପୂର୍ବରୁ ମଧ୍ୟ ବ୍ରହ୍ମଚର୍ଯ୍ୟ ପାଳନ କଲେ ମଧ୍ୟ ସେ କରିପାରିବ। ଏହା ହବ କଣ, ହୁଏତ ପୂର୍ଣ୍ଣତା ହେଇପାରେ ନ ହେଇପାରେ। ମୁଁ ଯାହା କହିଲେ ସବୁ କ୍ଲିୟର ହେଇଗଲା ତ କଥାଟା? ହଁ ବାସ୍। ତେଣୁ ଆମର ସେମିତି କିଛି ରେଷ୍ଟ୍ରିକ୍ସନ ନାହିଁ, ଯାହାକୁ ଠାକୁର ଯେତେବେଳେ ସୁଦୟା କରିବେ, ଯାହାର ଯେତେବେଳେ ସମୟ ଆସିବ, ଯାହାର ଯେତେବେଳେ ଜ୍ଞାନ ଉଦୟ ହେବ, ସେ ମାର୍ଗକୁ ହିଁ ଆସିବ। ତେଣୁ ଏଥିରେ କିଛି ଅସୁବିଧା ନାହିଁ, ଆମେ ଆସିପାରିକି ଆମେ। କିନ୍ତୁ ଗୋଟିଏ କଥା ହେଲା, ଆମେ ଯଦି ଏଇ ନିଗୁଡ ରହସ୍ୟକୁ, ବିଶ୍ୱ ରହସ୍ୟକୁ ଉଦ୍ଘାଟନ କରିବା, ତାହେଲେ ଆମକୁ ଷ୍ଟ୍ରଙ୍ଗ ବ୍ରହ୍ମଚର୍ଯ୍ୟ ପାଳନ କଲେ ଅନୁଭବ ଆସିବନି। ନିଶ୍ଚିତ ନିଶ୍ଚିତ। କିନ୍ତୁ ଆମେ ଶୁଣିବା, ଯୋଉ ୟୁଟ୍ୟୁବରେ ଯୋଉ ଛାଡୁଛି ଲୋକମାନେ ଶୁଣୁଛନ୍ତି, ଆଉ ଲୋକମାନେ ବି ଜାଣୁଛନ୍ତି ବାବା ଭଲ କଥା କିଛି କହୁଛନ୍ତି ଏବଂ କିଛି ରହସ୍ୟ ଅଛି, କିନ୍ତୁ ଅନୁଭବ ଆସୁନାହିଁ। ଅନୁଭବ ସେମାନଙ୍କର ଆସିନାହିଁ। ଜାଣିଛନ୍ତି, ଜାଣିପାରିଲେ, ସବୁ କଥା କରିପାରିଲେ, କିନ୍ତୁ ପ୍ରକୃତ ଅନୁଭବ ମୁଁ ଯାହାକୁ ଅନୁଭବ କରି କହୁଛି ସେ ଅନୁଭବଟା ତାଙ୍କ ହୃଦୟରେ ପ୍ରସ୍ଫୁଟିତ ହେଇପାରିଲା ନାହିଁ। କାହିଁକିନା ସିଏ ଏତିକି ବାଟ ଯାଇକି ସେମାନେ କରିପାରିନାହାନ୍ତି ନା। ତେଣୁ ମୁଁ ଆଉ ଗୋଟେ ଉଦାହରଣ ଦଉଛି, ବୁଝ, ଛୋଟ କଥାଟେ, କଥା କହୁଛ, ଭଲ ଲାଗୁଛି ମତେ। ଯେ ମୁଁ ଜଣେ ଅଫିମିଆ, ମୁଁ ପ୍ରାୟ ଭରିଏ ଲେଖା ଅଫିମ ଖାଉଛି। ତମେ କିଛି ଅଫିମ ଗୋଟେ ଖାଉନା, କିନ୍ତୁ ତମେ ଆସିକି ପହଞ୍ଚିଗଲେ ସେ ବାବା ତ କଣ ଭରିଏ ଖାଉଛନ୍ତି, ମୁଁ ଭରିଏ ଖାଇଦେବି, ପାରିବ କି? ନା। କାହିଁକି ପାରିବ ନାହିଁ? ନା ବାବା ଆଗରୁ ସିଏ ସୋରିଷ ଭଳିଆ ଟିକେ ଖାଉଥିଲେ, ତାପରେ ମୁଗ ଭଳିଆ ଖାଇଲେ, କଣ ବୁଝିପାରିଲେ? ଧରିନିଅ କଥାଟାକୁ। ତାପରେ ମଟର ଭଳିଆ ଖାଇଲେ, ଖାଉ ଖାଉ ଆଜି ଭରିଏ ଖାଉଛନ୍ତି। ଆଉ ମୁଁ ଯଦି ହଠାତ୍ ଆସି କହିବି ନା ବାବା ଖାଉଛନ୍ତି ଭରିଏ, ମୁଁ ଖାଇଦେବି ଭରିଏ, କେବେ ସମ୍ଭବପର? ଆଚ୍ଛା, ଏଇ ୟୁଟ୍ୟୁବରେ ସବୁ ଲୋକ ଜାଣିବେ ମୁଁ କହୁଛି ଯେ ବହୁତ ଲୋକ ଆସି କହୁଛନ୍ତି ବାବା ମୁଁ ଏମିତି କଲି ସେମିତି କଲି, କାହିଁକି ମୋର ଅନୁଭବ ଆସିଲାନି। ଆରେ ଅନୁଭବ କେମିତି ଆସିବ? ତମେ ତ ମଢେଇ ନା, ତମେ ସୋରିଷ ଭଳିଆ ଖାଇନା, ତମେ କହୁଛ ମତେ ଆଗେ ଭରିଏ ଖାଇଲା ଭଳିଆ ମତେ ଦେଇ ଦିଅନ୍ତୁନି, ମତେ କିନ୍ତୁ ଉପରକୁ ଉଠେଇ ଦିଅନ୍ତୁନି। କିଏ ଆସି କହୁଛି ବାବା ତମେ କୁଣ୍ଡଳିନୀ ଜାଗ୍ରତ କରିଦିଅନ୍ତୁନି, କିଏ କହୁଛି ମୁଁ କୁଣ୍ଡଳିନୀ ଜାଗ୍ରତ କଲିଣି, ମୁଁ ଆଗରୁ କରିଥିଲି, ମୋର କୁଣ୍ଡଳିନୀ ବନ୍ଦ ହେଲା, ମତେ ହସ ମାଡୁଛି। କାରଣ କଣ? ଆଜିକାଲି ଯୋଉ ଗୁରୁ ମାନେ ଅଛନ୍ତି ସେମାନେ ସବୁ ହଉଛନ୍ତି ହଟ ଚମଟ ଗୁରୁ। ସେମାନେ କରୁଛନ୍ତି କଣ, ଏଇ କୁଣ୍ଡଳିନୀ ଜାଗ୍ରତ କରିବା, ଅମକ ଧମକ କରିବା, ସିଏ କିଛି ତାନ୍ତ୍ରିକ ମନ୍ତ୍ର ତାଙ୍କ ପାଖରେ ଅଛି। ସେ ମନ୍ତ୍ର ବଳରେ ତାଙ୍କୁ ସେ ଚଖେଇ ଦଉଛନ୍ତି, ଦେଖେଇ ଦଉଛନ୍ତି। ଦେଖେଇ ଦେଲା ବେଳକୁ ଶିଷ୍ୟ ଭାବୁଛି କଣ, ଏ ମୋ ଗୁରୁ ମତେ ଗୋଟେ କଣ ଦେଇଦେଲା, ମୋର ଗୋଟେ କଣ ହେଇଗଲା, ମୁଁ ଏଟା କରୁଛି ତେସା କରୁଛି, କିନ୍ତୁ ଏଇଟା ଭୁଲ। ଗୁରୁ ସିନା ତାଙ୍କ ପାୱାରରେ କରିଦେଲେ, କିନ୍ତୁ ମୋ ପାୱାର ଟା କଣ ଜାଗ୍ରତ ହେଲା କି? ବାସ୍। ତେଣୁ ବିଶ୍ୱମ୍ବର ବାବା ପାଖରେ ତମକୁ ନିଜେ କରିକି କରିବା ପାଇଁ ପଡିବ। ନିଜେ କଲେ କଣ ହବ ନା, ସେଟା ଜନ୍ମ ଜନ୍ମାନ୍ତର ପାଇଁ ତମର ସେ ଅକ୍ଷୟ ଧନ ରହିବ। ଆଉ ଗୁରୁ ଯଦି କରିଦେଲେ ଆଜି ଫର ଦି ଟାଇମିଂ ଯଦି କରିଦେଲେ, ସଇଲା କାମ, ତାପରେ ଭୁଲିଗଲା ପରେ ତମେ ଯୋଉ ପୁନର୍ନିଶ୍ଚିତ ହବ। ତେଣୁ ଏଠି ମୁଁ ଚାହୁଁଛି ଯିଏ ଆସିବ ତମେ ଛାଞ୍ଚ ପିଟା ମୂର୍ତ୍ତି ତମେ ହେଇକି ବାହାରିବ। ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ଯଦି ସେଇ ତମରି ଭଳି କେହି ଆସିକି ଯୋଗ ଦେଇକି ପାଆନ୍ତି, ପାଇଯିବେ, ନହେଲେ ନାହିଁ। ଆଉ ଗୋଟେ କଥା ମନେ ରଖ, ମୁଁ ବର୍ତ୍ତମାନ କହୁଛି, ମାନେ ତମକୁ କହୁଛି କାହିଁକି ମୋର ମନ ହଉଛି, ମୁଁ ଏଇ ମଠ ମଣ୍ଡପରେ ବସିଛି, ମଠ ମଣ୍ଡପରେ ବସି ଜହ୍ନ ଆଲୁଅ ଟିକେ ଟିକେ ପଡିଛି, ଏବଂ ଗଛ ଗୁଡିକ ସବୁ ଚାରିଆଡେ ତା ପତ୍ର ସନ୍ଧିରେ ଆକାଶକୁ ମୁଁ ଦେଖୁଛି। ଦେଖିଲା ପରେ ମତେ ଯାହା ଅନୁଭବ ଆସୁଛି ହେଲା, ମୁଁ ଆଜିକି 10 ବର୍ଷ ତଳେ ଏଇ ମଠରେ ବସିଥିଲି, ଆକୁ ଦେଖିକି ମୋର ସେଇଆ ଅନୁଭବ ଆସୁନଥିଲା। ଆଜି ଦେଖିବାକୁ ମତେ ସେଇଆ ଅନୁଭବ ଆସୁଛି। ମନେ ରଖ, ଏଇ ଦୁନିଆ ଛାଡିକି ଆଉ ଗୋଟେ ଦୁନିଆ ଅଛି। ଯେତେବେଳେ ତମର ଚିତ୍ତ ଶୋଧନ ହେଇଯିବ, ସେତେବେଳେ ସେ ଜିନିଷ ତମକୁ ଅଲଗା ଦେଖାବ, ତମେ କହିପାରିବନି ମୁହଁରେ। କଣ ବୁଝିପାରୁଛ ନା?
ଆଜ୍ଞା 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 ଅନୁଭବଟା ହେଲେ କେମିତି କହିବ? ମୁଁ ଗୋଟେ ସରଳ ଉଦାହରଣ ଦଉଛି ଶୁଣ। ଯେ ଗୋଟେ ଲୋକ ଚିନି ଖାଉଛି, ଆଜ୍ଞା କହୁଛି ଭାରି ମିଠା ହଁ ହେଲା। ଆଉ ଜଣେ ଲୋକ ଚିନିଟାକୁ ଦେଖି ଦଉଛି, ଏ ଚିନିଟା ଭାରି ମିଠା। ଜଣେ ଦେଖିକି କହୁଛି, ଜଣେ ଚାଖିକି କହୁଛି ହେଲା। ଆଉ ଗୋଟେ ଚିନି କଣ୍ଠି ତମ ପାଖରେ ଛିଡା ହେଇଛି, ସିଏ କହୁନାହିଁ ଯେ ମିଠା ବୋଲିକି, ନିଜା ମିଠା ବୋଲିକି। ଆଉ ସିଏ ତ ନିଜେ ଚିନି କଣ୍ଠି, ସିଏ କଣ ମିଠା କହିବ? କହିଲ ଦେଖି ତିନି ଜଣଙ୍କ ଭିତରୁ ପ୍ରକୃତ ସ୍ୱାଦ କିଏ ଅନୁଭବ କରୁଛି? ଯିଏ ଖାଉଛି। ଯିଏ ଖାଉଛି ନା, ଶୁଣ, ଯିଏ ଖାଉଛି ସିଏ କହୁଛି ଚିନି ଗୋଟେ ଭିନ୍ନ ଜିନିଷ, ମୁଁ ଗୋଟେ ଅଲଗା ଜିନିଷ। ହଁ। ଆଉ ତେଣୁ କେମିତି ପ୍ରକୃତ ସ୍ୱାଦ ପାଇଲା? ମାନେ ଯୋଉ ଲୋକଟା ଖାଉଛି ସେ ଚିନି ନୁହେଁ, ସେ ଚିନି ଠାରୁ ସିଏ ଗୋଟେ ଅଲଗା ବସ୍ତୁ, ଚିନିଟା ଗୋଟେ ଅଲଗା ବସ୍ତୁ। ଅଲଗା ବସ୍ତୁ ଆଜ୍ଞା। ଆଉ ସିଏ ତାର ପ୍ରକୃତ ସ୍ୱାଦ କେମିତି ପାଇବ? ଇଏ ହେଲା ଏ। ଯିଏ ଦେଖିକି କହୁଛି ଚିନି ମିଠା, ଚିନି ମିଠା, ସେ ଦେଖିକି କହୁଛି, ସିଏ ବି ସେମିତି ଚିନି ଅଲଗା ସିଏ ଅଲଗା, ସେ କେମିତି ପ୍ରକୃତ ସ୍ୱାଦ ପାଇବ? ଚିନି କଣ୍ଠେଇ କହୁଛି, କହିଲା ମୋର କାହାକୁ କିଛି କହିବା ଦରକାର ନାହିଁ, ମୁଁ ତ ନିଜେ ଚିନ୍ମୟ, ମୁଁ ମୋର ନିଜେ ଚିନ୍ମୟ। ଇଏ ତ ଏଠି ଅଦ୍ୱୈତ ଦ୍ୱୈତ ଆସିଗଲା ଆଉ। ସବୁ ଆସିଯିବ। ଗୋଟେ କଥା ଶୁଣ, ବିଶ୍ୱନାଥ ବାବା ପାଖରୁ ତମେ ଯେତେବେଳେ ଜାଣିବ, ସେତେବେଳେ ବେଦ ବେଦାନ୍ତ ଦର୍ଶନ ଠାକୁରଙ୍କ ଆସିବାରୁ, ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଆସିବାରୁ, ମୁଁ ଭାରତୀୟ ଷଡ଼ଦର୍ଶନ କତୁରୁ ଆରମ୍ଭ କରି ଉପନିଷଦ, ବେଦାନ୍ତ, ଗୀତା, ଭାଗବତ, ବେଦ ଏବଂ ସବୁ ହିନ୍ଦୁ ଶାସ୍ତ୍ରର ସବୁ ପ୍ରକାର ଜିନିଷ, ମୁଁ ଅବଶ୍ୟ ମୋ ମନ ଭିତରେ କିଛି ନଥାଏ, ତାର ରସ ମୋ ପାଖରେ ଅଛି। ହଁ ହଁ ବୁଝିଗଲି। ମାନେ ଆପଣ ତାର ସାର ତତ୍ତ୍ୱକୁ ନିଜ ଭିତରକୁ ନେଇଯାଇଛନ୍ତି। ସେଇ ସାର ତତ୍ତ୍ୱ ସବୁ ଚିପୁଡିକି ରସ ବାହାର କରିକି ତମ ମାନଙ୍କୁ ପେଉଛି। ଆଜ୍ଞା 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 ଆଜ୍ଞା। ଏବେ ବୁଝିପାରିଲେ ନା? ମତେ କହୁଛି, ଚିନି ଚିନି ଖାଇ ଅବା ଚିନି କହି, କାହିଁରେ ତୃପ୍ତ ନୋହିବ, ନିଜେ ଚିନି ହେଲେ ଯେ ସ୍ୱାଦ ପାଇବ, ଖାଦକ କାହୁଁ କଳିବ। ବୁଝିପାରିଲେ? କହୁଛି ଯୋଉ ଲୋକଟି ଚିନିକୁ ଦେଖିକି କହୁଛି ମିଠା, ହେଲେ ସେ ଲୋକ ହଉଛି ପଣ୍ଡିତ। ତାର୍କିକ ପଣ୍ଡିତ ଗୁଡାକ, ସେମାନେ ଚିନିକୁ ଦେଖିକି କୁହନ୍ତି ମିଠା, କିନ୍ତୁ ଚିନି ଚାଖି ନାହାନ୍ତି, ଚିନି ପାଖକୁ ଯାଇନାହାନ୍ତି। ଆଉ ଯୋଉ ଲୋକ ଚିନି ଚାଖିକି କହୁଛି ମିଠା, ବୁଝିପାରିଲେ କି, ସେ ଲୋକ କଣ ନା, ସେମାନେ କିଛି ଏଇ ଯୋଉ ସାଧକ ମାନେ ସବୁ ବାହାରିଛନ୍ତି, ଚାଖିକି ମିଠା, ତାମାନେ ଯୋଉ ସିଦ୍ଧି ଲାଭ କରୁଛନ୍ତି, ଆକାଶରେ ଉଡିମି, ଇଏ କରିମି, ସେ କରିମି, ଏଇ ଯୋଉ ସିଦ୍ଧି ଲାଭ କରୁଛନ୍ତି, ଏଇ ହଉଛି କଣ ତାଙ୍କର, ଯେ ହଉଛି ଚିନି ଚାଖିବା। ବାବା କିମ୍ବା ଏମାନେ ଭକ୍ତ କ୍ୟାଟେଗୋରୀ ବି ଯାଇପାରିବେ ସେଠି ଖାଇକିରି ମିଠା କହିବା ପାଇଁ। ହଁ, କିନ୍ତୁ ଯିଏ ନିଜେ ଆତ୍ମ ଦର୍ଶନ କଲା, ସିଏ ହେଲା ଚିନି କଣ୍ଢେଇ। ମାନେ ସେ ନିଜେ ପାଲଟି ଗଲା ଆତ୍ମା। ବାସ୍, ଅହଂ ବ୍ରହ୍ମାସ୍ମି। ବୁଝିଲେ? ମାନେ ସମ୍ପୂର୍ଣ୍ଣ ଆନନ୍ଦ ଟା ଯାଇକି ରହୁଛି ଅଦ୍ୱୈତରେ। ବାସ୍, ଇଏ ହେଲା କଥା। ହେଲେ ତାର ସବୁ ଫର୍ମୁଲା ଅଛି। ଫର୍ମୁଲା ଅଛି। ଆଉ ଗୋଟେ କଥା ଯେ ବହୁତ ଲୋକଙ୍କର ହୀନମନ୍ୟ ଭାବ ଅଛି। କହୁଛି ଯୋ ମାଂ ପଶ୍ୟତି ସର୍ବତ୍ର ସର୍ବଂ ଚ ମୟି ପଶ୍ୟତି, ତସ୍ୟାହଂ ନ ପ୍ରଣଶ୍ୟାମି ସତମେ ନ ପ୍ରଣଶ୍ୟତି। ପୁରା ବିଶ୍ୱ ତୁ ହି ବ୍ୟାପି ରହିଅଛୁ, ତୋଠାରେ ବ୍ୟାପିଛି ବିଶ୍ୱ। ଏ ହୀନମନ୍ୟ ଭାବ ପରିତ୍ୟାଗ କରି, ଦେଖ ତୁ ଜଗତ ଈଶ। ବହୁତ ଲୋକ ଅଛନ୍ତି, ସିଏ କହନ୍ତି ଏ ବ୍ରହ୍ମ ଫ୍ରହ୍ମ ସାଧନା ମୋ ଦ୍ଵାରା କେବେ ସମ୍ଭବପର ନୁହେଁ। ମୁଁ ଖାଲି ଏମିତି ପଢିମି, ଲୋକଙ୍କୁ ବୁଝେଇମି ଆଉ, କିନ୍ତୁ ସାଧନା ମୋ ଦ୍ଵାରା ସମ୍ଭବପର ନୁହେଁ। ଏଟା ହଉଛି ହୀନମନ୍ୟ ଭାବ। ଆଉ ତ ବହୁତ ଲୋକ ଅଛନ୍ତି, ନା ନା ମୋର ଏଜ ହଉ, ମୁଁ ବୁଢା ହେଲେ ସୁଦ୍ଧା କଣ ହବ, ଟୋକା ହେଲେ ସୁଦ୍ଧା କଣ ହବ, ଯାହା ହଉ ମୁଁ ନିଶ୍ଚୟ ତାକୁ ଉପଲବ୍ଧି କରିବି। ଏଇ ଦୃଢତା ସଂକଳ୍ପ ଯଦି କରିବ, ମୁଁ ନିଜେ ବ୍ରହ୍ମ ହେବି, ମୁଁ ନିଜେ ବ୍ରହ୍ମ ମହାତ୍ମା ହେବି। ବ୍ରହ୍ମ କଥା ଛାଡ, ପ୍ରଥମେ ସଂକଳ୍ପ କର ମୁଁ ଜଣେ ସାଧୁ ହେବି। ସାଧୁ ମାନେ କୌପିନି ପିନ୍ଧିବି ନାହିଁ କି ମୁଁ କମଣ୍ଡଳୁ ଧରିବିନି, ମୋ ଭାବଟା ସାଧୁ ଭାବରେ ପ୍ରଥମେ ପରିଣତ ହବ। ପଚାର ଦେଖି ତମେ ଯାଇକି ବର୍ତ୍ତମାନ ଏଇ ଶହ ଶହ ହଜାର ହଜାର ସାଧୁଙ୍କ ମାନଙ୍କୁ ଗୋଟିଏ କଥା ପ୍ରଶ୍ନ ପଚାରିବ, ମୁଁ ତମକୁ କହୁଛି, କହିବ ମୋର ଅସାଧୁ ବୃତ୍ତି ବିନାଶ ହେଇକି ସାଧୁ ବୃତ୍ତି ଜାଗ୍ରତ ହେବ। ମୋର ଆଉ ଦରକାର ନାହିଁ, ସେ ସାଧନା ଫାଧନା କିଛି ଦରକାର ନାହିଁ। ମୋ ଦେହରୁ ଅସାଧୁ ବୃତ୍ତି ଜାଗ୍ରତ ହେଇକି ନା କଟି ଯାଇକିରି କେମିତି ମୋ ଦେହରେ ସାଧୁ ବୃତ୍ତି ଜାଗ୍ରତ ହବ।
ବୁଝିଲ କି ସେଇଟା ହଉଛି ପ୍ରକୃତ ଜିନିଷ ହେଲା। ଯାହା ହଉ ଠାକୁରଙ୍କ ପରେ ମୁଁ ତ ଫାଙ୍କା ଥିଲି ଯାହା ତମେ କହିଲ ମୁଁ ଭାବୁଛି ବୋଧେ ତମକୁ ତମ ପ୍ରଶ୍ନର ଉତ୍ତର ମୁଁ ଦେଇପାରିଛି ବୋଲି ଭାବୁଛି। ନାଇଁ ପ୍ରଶ୍ନ ତ ସରିବନି ଏବେ ଯେ ପର୍ଯ୍ୟନ୍ତ ମାନେ ଶେଷ ପର୍ଯ୍ୟନ୍ତ ସରିବନି ରହିଯିବ ଆଉ କିନ୍ତୁ ମୁଁ ଏବେ ରଖୁଛି ବାବା ପୁଣି ପଛରେ କେତେବେଳେ ଆପଣଙ୍କର ଫ୍ରି ଟାଇମ ଦେଖି କହିବି। ହଉ।